ଏକ ସୁନ୍ଦର ଜଙ୍ଗଲ ମଧ୍ୟରେ ଏକ ଛୋଟ କ୍ଷେତରେ ଏକ ଖରଗୋଶ ସକାଳେ କ୍ଷେତରେ କାମ କରୁଛି। ଜଳ ଦେଉଛି, ଘାସ ହଟାଉଛି। ସୂର୍ଯ୍ୟ ଉଦୟ ହେଉଛି। ଖରଗୋଶଙ୍କର ମେହନତରେ କ୍ଷେତ ହରିତ ହେବା ଲାଗିଛି। ଅନେକ ଶାକସବ୍ଜି ଫଳି ଉଠିଛି। ସେ ଖୁସି ହେଉଛି। ଏକ ଚାଲାକ ଲୋମଡ଼ି କ୍ଷେତ ପାଖରେ ଆସି ଦେଖିଲା, ତାଙ୍କ ଆଖିରେ ଲାଭ ଆସିଗଲା। ସେ ରାତିରେ ଚୁପଚାପ ଆସି ସବୁ ସବ୍ଜି ଉଖାଡ଼ି ନେଲା। ସକାଳେ ଖରଗୋଶ ଆସି ଦେଖିଲା ଯେ ତାଙ୍କ କ୍ଷେତ ସମ୍ପୂର୍ଣ୍ଣ ଉଜାଡ଼ ହୋଇଯାଇଛି। ସେ ଦୁଃଖିତ ହେଲେ, କିନ୍ତୁ ହାର ନ ମାନିଲେ। ଖରଗୋଶ ତାଙ୍କ ସାଙ୍ଗମାନଙ୍କ ସହାୟତା ନେଲେ। ସମସ୍ତେ ମିଶି ନୂଆ କରି କ୍ଷେତ ପ୍ରସ୍ତୁତ କଲେ। ଚାରିପାଖେ ବାଡ଼ ଲଗାଇଲେ ଏବଂ ରାତିରେ ପହରା ଦେବା ନିଷ୍ପତ୍ତି ନେଲେ। ଲୋମଡ଼ି ପୁଣି ଆସିଲେ, କିନ୍ତୁ ବାଡ଼ ଦେଖି ପାର ନ ପାରିଲେ। ତାଙ୍କୁ ଧରି ଖରଗୋଶ ଓ ସାଙ୍ଗମାନେ ବୁଝାଇଲେ, ମେହନତର ଫଳ ଚୋରି କରିବା ଭୁଲ। ଲୋମଡ଼ି ମାନିଲେ ଓ ମାଫି ମାଗିଲେ।